ଗୁରୁଣ୍ଡିଆରେ ଜଳ ପ୍ରଳୟ ଓ ରୁକୁଡ଼ା ଡ୍ୟାମ୍ର 4 ଗେଟ୍ ଖୋଲିବା ପରେ 8 ଘର ଜଳବନ୍ଦୀ। 2 ଦିନ ଧରି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡରେ ଲଗାଣ ବର୍ଷା ହେତୁ ଜନଜୀବନ ବେଶ ପ୍ରଭାବିତ କରିଛି। ଗୁରୁଣ୍ଡିଆ ବ୍ଲକର ଶିଶୁଡିହି, ସାଲେଇଡିହି ଓ ଘଣ୍ଟପୋଷ ଅଞ୍ଚଳରେ ବର୍ଷା ଜଳ ଏବଂ ଡ୍ୟାମ୍ରୁ ଛଡ଼ାଯାଇଥିବା ପାଣି ଯୋଗୁଁ ଜଳ ପ୍ରଳୟ ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ବି 8ଟି ଘର ପାଣି ଘେରରେ ଥିବାବେଳେ 2ଟି ପରିବାର ଜଳବନ୍ଦୀ ଅବସ୍ଥାରେ ଥିବା ଜଣାପଡ଼ିଛି। ଗୁରୁଣ୍ଡିଆ ବ୍ଲକର ମୁସାପୋସ୍ଥିତ ମଧ୍ୟମ ଜଳସେଚନ ରୁଗୁଡ଼ା ପ୍ରକଳ୍ପର 4ଟି ଗେଟ୍ ଆଜି ଭୋର ସମୟରେ ଖୋଲାଯାଇଥିଲା। ହଠାତ୍ ପାଣି ଛଡ଼ାଯିବାରୁ ଶିଶିଡିହି, ଘଣ୍ଟପୋଷ ଓ ସାଲେଇଡିହି ଅଞ୍ଚଳରେ ପାଣି ପ୍ରବେଶ କରିଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ପାଣି ଛାଡ଼ିବା ପୂର୍ବରୁ ସେମାନଙ୍କୁ କୌଣସି ସୂଚନା ଦିଆଯାଇନଥିଲା। ଫଳରେ ଲୋକେ ହଠାତ୍ ଆସିଥିବା ପାଣିରୁ ରକ୍ଷା ପାଇଁ ଯିଏ ଯେମିତି ପାରିଛନ୍ତି ସୁରକ୍ଷିତ ସ୍ଥାନକୁ ଚାଲି ଆସିଛନ୍ତି। ଅନେକ ପରିବାର ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଅଭାବରେ ପ୍ରଶାସନିକ ସହାୟତାକୁ ଅପେକ୍ଷା କରିଛନ୍ତି। ଅପରପକ୍ଷେ ଧାଡ଼ିକିପୋଷର କ୍ଷେତ୍ରବାସୀ ପ୍ରଧାନ ଓ ତାଙ୍କ ପତ୍ନୀ ସକାଳେ ବିଜାଡିହି ପୋଲ ତଳେ ପୋଟଳ ତୋଳିବାକୁ ଯାଇଥିବା ବେଳେ ହଠାତ୍ ଡ୍ୟାମ୍ର ପାଣି ଆସିଯାଇଥିଲା। ପାଣିରୁ ରକ୍ଷା ପାଇଁ ଉଭୟେ ନିକଟସ୍ଥ ଏକ ଗଛ ଉପରେ ଆଶ୍ରୟ ନେଇଥିଲେ। ପ୍ରାୟ 3 ଘଣ୍ଟା ପରେ ଘଟଣା ସମ୍ପର୍କରେ ଖବର ପାଇ ବିଜେପି ସାଧାରଣ ସମ୍ପାଦକ ଅଭିରାମ ମହାକୁଡ଼ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଗୁରୁଣ୍ଡିଆ ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଖବର ଦେବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବୋଟ୍ ସହାୟତାରେ ଉଭୟଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ କ୍ଷେତ୍ରବାସୀ ପ୍ରଧାନ ସୁସ୍ଥ ଥିବାବେଳେ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି। ଲଗାଣ ବର୍ଷା ଏବଂ ହଠାତ୍ ଜଳ ନିଷ୍କାସନ ଯୋଗୁଁ ଅଞ୍ଚଳରେ ଏଭଳି ପରିସ୍ଥିତି ଉପୁଜିଥିବାରୁ ଜଳବନ୍ଦୀ ପରିବାରଗୁଡ଼ିକୁ ତୁରନ୍ତ ଉଦ୍ଧାର କରି ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ବା ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି।